ମୋତେ ଦୋକାନର ଟଙ୍କା ଡ୍ରର ଚାବି ଦିଅ। ଯେତେବେଳେ ଗ୍ରାହକ ଆସନ୍ତି ମୋତେ ହିସାବ କରିବାକୁ ପଡ଼ିଥାଏ ଏବଂ ପ୍ରତିଦିନ ତୁମଠାରୁ ଟଙ୍କା ନେବାକୁ ମୁଁ ପସନ୍ଦ କରେ ନାହିଁ। ମୁଁ ମଧ୍ୟ 2ଟି ସନ୍ତାନର ପିତା। ମୁଁ ବର୍ତ୍ତମାନ ବଡ଼ ହୋଇଗଲିଣି। ତୁମେ ତ ପ୍ରତିଦିନ ଦୋକାନକୁ ଆସ ନାହିଁ। ତୁମେ ଟଙ୍କା ଡ୍ର ଚାବି ଅଣ୍ଟାରେ ରଖୁଛ। ପ୍ରତିଦିନ ଆମଠାରୁ ଚାବି ନେଇଯାଉଛ। ମୁଁ ଜାଣେ ନାହିଁ ଏଥିରୁ କେତେ ଲାଭ ହେଉଛି। ରମାକାନ୍ତ ବାବୁଙ୍କ ବଡ଼ ପୁଅ ରମଣ କହିଲା। ବଡ଼ ଭାଇକୁ ଦେଖି ସାନ ପୁଅ ମଧ୍ୟ କହିଲା, ବାପା, ତୁମର କ'ଣ ଆମ ଉପରେ ବିଶ୍ୱାସ ନାହିଁ କି? ଆମେ କ'ଣ ପଇସା ଲୁଚେଇକି ପକେଟରେ ରଖିଦେଉଛୁ ନା କ'ଣ? ବର୍ତ୍ତମାନ ମୁଁ ଭାଇ ସହିତ ଦୋକାନରେ ଦିନରାତି କାମ କରୁଛି। ଲୋକମାନେ କଥା ହେବା ଆରମ୍ଭ କଲେଣି ଯେ ତୁମେ ତୁମ ନିଜ ରକ୍ତ ଉପରେ ବିଶ୍ୱାସ କରୁନାହଁ। ରମାକାନ୍ତ ବାବୁ ଉଭୟ ପୁଅଙ୍କ କଥା ଶୁଣିଲେ ଏବଂ ତାଙ୍କ ସହିତ ଟଙ୍କା ନେଇ ରୁମ୍ ଭିତରକୁ ଚାଲିଗଲେ ଏବଂ କବାଟ ବନ୍ଦ କରିଦେଲେ। ଦେଖ ଭାଇ, ବାପାଙ୍କୁ ଯେତେ ଯାହା କୁହ ନା କାହିଁକି ତାଙ୍କୁ କୌଣସି ଫରକ ପଡ଼ିବ ନାହିଁ। ତାଙ୍କ ଚମଡ଼ା ବହୁତ ମୋଟା ହୋଇଗଲାଣି। ମାଆଙ୍କ ବିୟୋଗ ପରେ ସେ ଆମକୁ ଅଧିକ ସନ୍ଦେହ କରିବା ଆରମ୍ଭ କରିଛନ୍ତି। ଆମର କୌଣସି ସମ୍ମାନ ନାହିଁ। ନମନ ରାଗିକି କହିଲା। ନମନ, ତୁ ବ୍ୟସ୍ତ ହୁଅ ନାହିଁ। ମୁଁ କିଛି ନା କିଛି ବ୍ୟବସ୍ଥା କରିବି। ସର୍ବଶେଷରେ ବର୍ତ୍ତମାନ ଆମର ମଧ୍ୟ ଏକ ପରିବାର ଅଛି ଏବଂ ଆମେ ପ୍ରତି ମାସରେ ବାପାଙ୍କଠାରୁ ଟଙ୍କା ମାଗିକି ନେବା ଭଲ ଲାଗୁନାହିଁ। ଆମକୁ ମଧ୍ୟ ହାତ ପତେଇବାକୁ ଭଲ ଲାଗୁନାହିଁ। ମୁଁ ଏବଂ ତୋ ଭାଉଜ ଏକ ଯୋଜନା ପ୍ରସ୍ତୁତ କରୁଛୁ। ମୁଁ ତୋତେ ବହୁତ ଶୀଘ୍ର କହିବି। ଏହା କହି ରମଣ ରୁମ୍କୁ ଚାଲିଯାଆନ୍ତି। ସେମାନଙ୍କର ଉଭୟ ପତ୍ନୀ ଖାଦ୍ୟ ପ୍ରସ୍ତୁତ କରନ୍ତି ଏବଂ ରମାକାନ୍ତ ବାବୁ ମଧ୍ୟ ଖାଇବାକୁ ବସିଛନ୍ତି। ଯେତେବେଳେ ସେ ଖାଦ୍ୟ ଦେଖିଲେ ତ ସେ କହିଲେ, ବୋହୂ ନମିତା, ଆଜି ତୁମେ କାହିଁକି ମୁଗ ଡାଲି ତିଆରି କଲ ନାହିଁ? ମୁଁ ପ୍ରତିଦିନ ରାତ୍ରିରେ ମୁଗ ଡାଲି ଭୋଜନ କରେ। ମୁଁ ସେହି ଡାଲିକୁ ଶୀଘ୍ର ହଜମ କରେ। ତାପରେ ସାନ ବୋହୂ ରଞ୍ଜିତା ରମାକାନ୍ତ ବାବୁଙ୍କ ସାମ୍ନାରେ ରୁଟି ରଖିଦେଲା। ବୋହୂ, ଏହି ରୁଟିରେ ଟିକେ ଘିଅ ଲାଗିଛି। ମୁଁ ତୁମକୁ କେତେ ଥର କହିଛି ଯେ ମୋ ରୁଟିରେ ଭଲ ଭାବରେ ଘିଅ ପ୍ରୟୋଗ କରିବା ପାଇଁ। ଏହାଦ୍ୱାରା ରୁଟି ନରମ ହୋଇଯାଏ ଏବଂ ଦାନ୍ତରେ ଚୋବାଇବା ସହଜ ହୋଇଥାଏ। ବାପା, ତୁମର ବୋହୂମାନେ ଏତେ ଗରମରେ ତୁମ ପାଇଁ ରୁଟି କରିଛନ୍ତି। ବର୍ତ୍ତମାନ ଏହା ଯେପରି ବନିଯାଇଛି ତୁମେ ତାହାକୁ ଖାଇନିଅ। ତୁମେ ଏତେ କଷ୍ଟ କ'ଣ ପାଇଁ ଦେଉଛ? ବସିଥିବା ସମୟରେ ରମଣ କହିଲେ। ସେତେବେଳେ ନମନ ମଧ୍ୟ କହିଲା, ଆମ ପତ୍ନୀମାନେ ତୁମର ଯେତେ ସେବା କରୁଛନ୍ତି ସେତିକି ମଧ୍ୟ ଆଉ କାହାର ହେଉନାହିଁ। ତୁମକୁ ବେଶୀ ମୁଣ୍ଡରେ ଚଢ଼ାଇ ରଖିବାରୁ ତୁମର ବହୁତ ନଖରା ହୋଇଗଲାଣି। ସେ ମଧ୍ୟ ଏହା ତାଗିଦ କରି କହିଲେ। ରମାକାନ୍ତ ବାବୁ ଏସବୁ ସହି ପାରିଲେ ନାହିଁ। ସେ ଚୁପଚାପ ଭୋଜନ ଛାଡ଼ି ନିଜ କୋଠରୀକୁ ଚାଲିଗଲେ। ବୋହୂ ନମିତାଙ୍କ ସ୍ୱର ପଛରୁ ଶୁଣାଗଲା, ବର୍ତ୍ତମାନ ତୁମେ କୌଣସି ଛୋଟ ପିଲା ନୁହଁ ଯେ ମୁଁ ତୁମକୁ ମନାଇ ଆଣିବି। ଏତେ ବୟସ ହୋଇଗଲାଣି ତଥାପି ବୁଝା ପଡ଼ୁନାହିଁ। ଯେତେ ଯେତେ ବାପାଙ୍କ ବୟସ ବଢ଼ୁଛି ସେତେ ସେତେ ନଖରା ବଢ଼ୁଛି। ଏବେ ଆମେ ଘର ପରିବାରକୁ ସମ୍ଭାଳିବୁ ନା ତୁମ ବାପାଙ୍କ ନଖରା ସମ୍ଭାଳିବୁ? ବର୍ତ୍ତମାନ ସେ ଆମ ପିଲାମାନଙ୍କ ଅପେକ୍ଷା ଆମକୁ ଅଧିକ ଅସୁବିଧାରେ ପକାଉଛନ୍ତି। ରମାକାନ୍ତ ବାବୁ ଏକ ଜୋରରେ ନିଶ୍ୱାସ ନେବା ପରେ ରହିଗଲେ। ଆଜି ତାଙ୍କ ହୃଦୟ ଭାଙ୍ଗିଗଲା। ପୁଅ ତ ପୁଅ ଏବଂ ବୋହୂମାନେ ମଧ୍ୟ ଏହିପରି କଟୁକଥା କହିପାରନ୍ତି? ନିଜ ପିଲାମାନେ ଉଚ୍ଚ ସ୍ୱରରେ କଥା କହି ନିଜ ପିତାଙ୍କୁ ଅପମାନ କରନ୍ତି। ଏହାଠାରୁ ଅଧିକ ଦୁଃଖଦାୟକ କ'ଣ ହୋଇପାରେ? ଯଦି ମା ହୋଇଥାନ୍ତି ତ କାନ୍ଦିକି ହୃଦୟକୁ ହାଲୁକା କରିପାରିଥାନ୍ତି। ପରନ୍ତୁ ପିତା ହେବା ମଧ୍ୟ ବହୁତ କଷ୍ଟସାଧ୍ୟ। ତୁମ ମନକୁ ପଥର ପରି ରଖିବାକୁ ପଡ଼ିବ। ତୁମକୁ ସବୁଠୁ ବଡ଼ ଅପମାନର ସାମ୍ନା କରିବାକୁ ପଡ଼ିବ। ରମାକାନ୍ତ ବାବୁ ଦୀର୍ଘ ସମୟ ଧରି ତାଙ୍କ ପତ୍ନୀ ମନୋରମାଙ୍କ ଚିତ୍ରକୁ ଚାହିଁ ରହିଥିଲେ। ପୁରୁଣା ସୁନାର ସ୍ମୃତି ତାଙ୍କ ଆଖି ସାମ୍ନାରେ ଦେଖାଯିବା ଆରମ୍ଭ କରେ।
ତାଙ୍କ ପତ୍ନୀଙ୍କ ପାଇଁ ମନରେ କୋହ ଭରିଗଲା। ମାନ ସତେ ଯେପରି ଗତକାଲିର କଥା ଥିଲା, ଯେତେବେଳେ ସେ ମନୋରମା ଦେବୀଙ୍କୁ ଦେଖିବାକୁ ତାଙ୍କ ଘରକୁ ଯାଇଥିଲେ। ଭଲ ଶିକ୍ଷିତା ମନୋରମା ଦେବୀ ଜଣେ ଦୋକାନୀକୁ ବିବାହ କରିବାକୁ ପସନ୍ଦ କରୁନଥିଲେ। ସେ ଅନୁଭବ କରିଥିଲେ ଯେ ପିଲାଟି ଭଲ ଶିକ୍ଷିତ ହେବା ଉଚିତ। କିନ୍ତୁ ତାଙ୍କ ପିତା ଯେତେବେଳେ ରମାକାନ୍ତ ବାବୁଙ୍କ ସୁପ୍ରତିଷ୍ଠିତ ବ୍ୟବସାୟ ଦେଖିଲେ, ତେଣୁ ସେ ତାଙ୍କ ଝିଅକୁ ବିବାହ ଦେବାକୁ ସ୍ଥିର କଲେ। ମନୋରମା ଦେବୀ ପ୍ରଥମେ ତାଙ୍କ ପ୍ରତି ଆକର୍ଷିତ ହୋଇନଥିଲେ, କିନ୍ତୁ ଯେତେବେଳେ ସେ ରମାକାନ୍ତ ବାବୁଙ୍କର ଆଚରଣ ଦେଖିଲେ, ସେ ତାଙ୍କୁ ସମ୍ମାନ ଦେବା ଆରମ୍ଭ କଲେ। ସେ ଅତି ସରଳ ପ୍ରକୃତିର ଥିଲେ। ସେ ତାଙ୍କ ମା ଏବଂ ପତ୍ନୀଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ଦେଉଥିଲେ ଏବଂ କଦାପି ଉଚ୍ଚ ସ୍ୱରରେ କଥା ହେଉନଥିଲେ। ଯେତେବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହେବା ପରେ ସମ୍ପତ୍ତି ବାଣ୍ଟି ଦିଆଗଲା, ରମାକାନ୍ତ ବାବୁ ହୃଦୟରେ ସରଳ ଏବଂ ନିର୍ଦ୍ଦୋଷ ଥିଲେ। ଉଭୟ ସାନ ଭାଇ ତାଙ୍କ ଅପେକ୍ଷା ଅଧିକ ସମ୍ପତ୍ତି ନେଇଥିଲେ, କିନ୍ତୁ ସେ କେବେ ରାଗି ନଥିଲେ। ସେ କହିଲେ ଯେ ସେ ସାନ। ଏହା ଗୁରୁତ୍ୱପୂର୍ଣ୍ଣ ନୁହଁ। ଯଦି ସେ ଅଧିକ ନେଇଗଲେ ତେବେ କୌଣସି କ୍ଷତି ହେବ ନାହିଁ ଏବଂ ତାଙ୍କର ସେମାନଙ୍କ ପାଇଁ ପ୍ରେମ ହ୍ରାସ ହେବ ନାହିଁ। ବର୍ତ୍ତମାନ ରମାକାନ୍ତ ବାବୁଙ୍କର ଦୁଇଟି ସନ୍ତାନ ଥିଲେ। ବଡ଼ ପୁଅର ନାମ ରମଣ ଏବଂ ସାନ ପୁଅର ନାମ ନମନ। ମନୋରମା ଦେବୀ ତାଙ୍କର ସମସ୍ତ ଜୀବନକୁ ଉଭୟ ପୁଅଙ୍କ ପାଇଁ ଉତ୍ସର୍ଗ କରିଥିଲେ। ସେ ଉଭୟ ପୁଅଙ୍କ ପସନ୍ଦ ଉପରେ ଯତ୍ନ ନେଉଥିଲେ। ରମଣ ଏବଂ ନମନ ଅଧ୍ୟୟନରେ ହାରାହାରି ଥିଲେ। ଅଧ୍ୟୟନ ଅପେକ୍ଷା ଦୁହେଁ ଦୋକାନ ପରିଚାଳନାରେ ଅଧିକ ବ୍ୟସ୍ତ ଥିଲେ। ତେବେ ଘରେ ଏତେ ଭଲ ବ୍ୟବସାୟ ଛାଡ଼ି ସେମାନେ ଚାକିରି କାହିଁକି କରିବେ? ମନୋରମା ଦେବୀ ରମଣ ପାଇଁ ନମିତାଙ୍କୁ ପସନ୍ଦ କରିଥିଲେ ଏବଂ ସେମାନଙ୍କର ଶୀଘ୍ର ବିବାହ କରାଇଥିଲେ। ନମିତା ଅତ୍ୟଧିକ ବ୍ୟୟବହୁଳ ଥିଲେ। ସେ ଅନୁଭବ କଲେ ଯେ ଘରେ କିଛି ଅଭାବ ନାହିଁ। ଯଦି ଏହା ଘରୋଇ ଦୋକାନ, ତେବେ ରାସନ ପାଣି ବିଷୟରେ କାହିଁକି ଚିନ୍ତା କରିବେ? ମନୋରମା ଦେବୀ ତାଙ୍କୁ ବୁଝାଉଥିଲେ ଯେ ଦୋକାନ ଘର ଭିତ୍ତିକ ହୋଇଥିଲେ ମଧ୍ୟ ଖର୍ଚ୍ଚ ଅଛି। ସାମଗ୍ରୀ ମାଗଣାରେ ଆସେ ନାହିଁ ଏବଂ ଦୋକାନରେ ସବୁବେଳେ ଲାଭ ହୁଏ ନାହିଁ, ବେଳେବେଳେ କ୍ଷତି ହୁଏ। ଏହାକୁ ମଧ୍ୟ ବଢ଼ାଇବାକୁ ପଡ଼େ। କିନ୍ତୁ ନମିତାଙ୍କୁ ଏହା ବୁଝାପଡ଼ୁ ନଥିଲା। ରମଣଙ୍କ ପରେ ନମନ ବିବାହ କରିଥିଲେ। ତାଙ୍କ ସ୍ତ୍ରୀ ରଞ୍ଜିତା ମଧ୍ୟ ବହୁତ ମୁହଁଖୋର ଥିଲେ। ସେ ସାନ କିମ୍ବା ବୟସ୍କମାନଙ୍କୁ ଆଦୌ ସମ୍ମାନ କରୁନଥିଲେ। ତେଣୁ ମନୋରମା ଦେବୀ ତାଙ୍କ ସାମ୍ନାରେ କମ୍ କଥା କହୁଥିଲେ। ପରିବାର ସୁରୁଖୁରୁରେ ଚାଲୁଥିଲା। ସମୟ ସହିତ ଉଭୟ ପୁଅ ନିଜ ବୋହୂର ଦାସ ହୋଇଗଲେ ଏବଂ ଗୋଟିଏ ଛାତ ତଳେ ରହିବା ସତ୍ତ୍ୱେ ସେମାନେ ନିଜ ପିତାମାତାଙ୍କଠାରୁ ଦୂରେଇ ରହିଲେ। ସମୟ ସହିତ ଉଭୟଙ୍କ ବୟସ ମଧ୍ୟ ବଢ଼ିବାରେ ଲାଗିଲା। ବର୍ତ୍ତମାନ ଶରୀର ଥକିଯିବା ଆରମ୍ଭ କଲା ଏବଂ ପୁଅମାନେ ଦୋକାନ ପରିଚାଳନା କରିବା ଆରମ୍ଭ କଲେ। ରମାକାନ୍ତ ବାବୁ କେବଳ ସକାଳ ଓ ସନ୍ଧ୍ୟାରେ ଦୋକାନକୁ ଯାଉଥିଲେ। ବର୍ତ୍ତମାନ ସୁଦ୍ଧା ସେ ସମସ୍ତ କାରବାରର ଲାଭ ଏବଂ ଦୋକାନର କ୍ଷତି ପରିଚାଳନା କରୁଥିଲେ। ସକାଳେ ସେ ଚାକର ସହିତ ପଇସା ବାକ୍ସ ରଖିବା ପାଇଁ ଯାଉଥିଲେ ଏବଂ ରାତିରେ ସେ ପଇସା ବାକ୍ସକୁ ଆଣିବାକୁ ଯାଉଥିଲେ। ଏଥିରେ ଉଭୟ ପୁଅ ଓ ବୋହୂ ରାଗି ଯାଉଥିଲେ। ମନୋରମା ଦେବୀ ତାଙ୍କ ସ୍ୱାମୀଙ୍କ ସରଳ ପ୍ରକୃତି ଜାଣିଥିଲେ। ତେଣୁ ମନୋରମା ଦେବୀ ତାଙ୍କ ସ୍ୱାମୀଙ୍କୁ ଏସବୁ ଶିଖାଇଥିଲେ। ସେ ତାଙ୍କ ସାନ ଭାଇଙ୍କ ପରି ଉଭୟ ପୁଅଙ୍କୁ ବିଶ୍ୱାସ କରୁଥିଲେ। କିନ୍ତୁ ମନୋରମା ଦେବୀ ଚାହୁଁ ନଥିଲେ ଯେ ତାଙ୍କ ବିୟୋଗ ପରେ ତାଙ୍କ ପୁଅମାନେ ତାଙ୍କ ସ୍ୱାମୀଙ୍କୁ ଭୂମିହୀନ କରି ଅପମାନିତ କରନ୍ତୁ ବୋଲି। ସେ କର୍କଟ ରୋଗର ଶେଷ ପର୍ଯ୍ୟାୟରେ ଥିଲେ। ଯିବାବେଳେ ସେ ତାଙ୍କ ସ୍ୱାମୀଙ୍କଠାରୁ ଏକ ପ୍ରତିଶ୍ରୁତି ନେଇଥିଲେ ଯେ ସେ ପୁଅ ଏବଂ ବୋହୂଙ୍କ ସାମ୍ନାରେ ଦୁର୍ବଳ ହେବେ ନାହିଁ ଏବଂ ଜୀବିତ ଥିବା ସମୟରେ ତାଙ୍କ ସମ୍ପତ୍ତି ଏବଂ ଦୋକାନ ଦେବେ ନାହିଁ। ଏବଂ ସେ ଏହା କହି ଏହି ଜଗତକୁ ସବୁଦିନ ପାଇଁ ଛାଡ଼ି ଚାଲିଯାଇଥିଲେ। ମନୋରମା, ତୁମେ କାହିଁକି ଚାଲିଗଲ? ଆମେ ଏକାଠି ରହିବାର ପ୍ରତିଜ୍ଞା କରିଥିଲେ ଏବଂ ତୁମେ ମଧ୍ୟଭାଗରୁ ଚାଲିଗଲ। ଏବଂ ସେ ତାଙ୍କ ପତ୍ନୀଙ୍କ ଫଟୋ ଦେଖୁଥିଲେ ଓ ଶୋଇପଡ଼ିଥିଲେ। ପରଦିନ ସକାଳେ ସେ ଉଠିବା ପରେ ଦେଖିଲେ ଯେ ଘରେ ଉତ୍ତେଜନା ଦେଖାଦେଇଛି।
ଉଭୟ ବୋହୂ ସେମାନଙ୍କ ଜିନିଷପତ୍ର ସହିତ ଠିଆ ହୋଇଥିଲେ ଏବଂ ପୁଅମାନେ ସେମାନଙ୍କୁ ବୁଝାଉଥିଲେ। ନମିତା, ଯଦି ତୁମେ ଚାଲିଯାଅ କିଏ ଏହି ଘର ଏବଂ ପିଲାମାନଙ୍କର ଯତ୍ନ ନେବ? ମୁଁ ଏକୁଟିଆ ବଞ୍ଚିପାରିବି ନାହିଁ ବୋଲି ରମଣ କହୁଥିଲେ। ରଞ୍ଜିତା, ତୁମେ ଚାଲିଯିବା ପରେ ମୋ ସହିତ କ'ଣ ହେବ? କିଏ ରୋଷେଇ କରିବ? ତେବେ ତୁମେ ତୁମ ବାପାଙ୍କୁ କହିଦିଅ ଆମ ଉପରେ ଆଦେଶ ନ ଦେବାକୁ। ସେ ଆମକୁ ଏହିପରି କଷ୍ଟ ଦେଉଛନ୍ତି। ଯଦି ସେ ପ୍ରତିଦିନ ଆମ ରୋଷେଇ କରିଥିବା ଖାଦ୍ୟ ନଷ୍ଟ କରିବାକୁ ଚେଷ୍ଟା କରନ୍ତି ତାହେଲେ ଆମେ ଦୁହେଁ ଏଠାରେ ରହିପାରିବୁ ନାହିଁ ବୋଲି ନମିତା କୁହନ୍ତି। ବାପା, ବର୍ତ୍ତମାନ ତୁମେ ବୃଦ୍ଧ ହୋଇଗଲଣି ଏବଂ ମୋ ପତ୍ନୀ ତୁମ ଉପରେ ବିବ୍ରତ ହୋଇଗଲାଣି। ତେଣୁ ତୁମେ ଏହି ଘର ଛାଡ଼ି ଗାଁର ପୁରୁଣା ଘରେ ରହିବାକୁ ଯିବା ଉଚିତ। ଘରେ ଶାନ୍ତି ଏବଂ ସୁଖ ବଜାୟ ରଖିବା ବୟସ୍କାଙ୍କ କାମ। ରମଣ ଲଜ୍ଜାଜନକ ଭାବରେ ଏହା କହିଲା। ହଁ ବାପା, ତୁମେ ଗାଁକୁ କାହିଁକି ଯାଉନାହଁ? ସେହି ଘରଟି ଭୂତଗଟି ହୋଇଗଲାଣି। କିନ୍ତୁ ତୁମକୁ ବର୍ତ୍ତମାନ କ'ଣ କରିବା ଉଚିତ ଏବଂ ତୁମେ ଆଉ କେତେ ଦିନ ବଞ୍ଚିବ? ତୁମେ ସେଠାକୁ ଯାଅ ଏବଂ ତୁମର ଜୀବନର ଶେଷ ସମୟକୁ ଈଶ୍ୱରଙ୍କ ନାମରେ ବିତାଇ ଦିଅ ଏବଂ ଆମକୁ ଶାନ୍ତିରେ ବଞ୍ଚିବାକୁ ଦିଅ। ନମନ ମଧ୍ୟ କ୍ରୋଧିତ ଭାବରେ କହିଥିଲେ। ତାପରେ ନମିତା କହିଲା, ସେ କାହିଁକି ଘରୁ ବାହାରକୁ ଯିବେ? ସେ ଆମକୁ ଅସୁବିଧାରେ ପକାଇବାକୁ ସଂକଳ୍ପବଦ୍ଧ। ଯଦି ସେ ମାଆଙ୍କ ସହିତ ଚାଲିଯାଇଥାନ୍ତେ ତାହେଲେ ଘରେ ଶାନ୍ତି ରହିଥାନ୍ତା। ଏହା ଶୁଣି ରମାକାନ୍ତ ବାବୁ ଭିତରୁ ଭାଙ୍ଗି ପଡ଼ିଲେ। କିନ୍ତୁ ସେ ନିଜର ଧୈର୍ଯ୍ୟ ବଜାୟ ରଖିଲେ। ପୁଅ ରମଣ, ମୁଁ ଏହି ବୟସରେ କେଉଁଠି ଧକ୍କା ଖାଇବି? ଘରଟି ଭାଙ୍ଗି ରୁଜି ଗଲାଣି, ଆଉ ରହିବା ପାଇଁ ଉପଯୋଗୀ ନୁହଁ। ବୟସ ହେତୁ ଆଖି ଦୁର୍ବଳ ହୋଇଯାଇଛି ଏବଂ ବର୍ତ୍ତମାନ ହାତ ଏବଂ ଗୋଡ଼ ମଧ୍ୟ ଥରୁଛି। ବର୍ତ୍ତମାନ ଜଣାନାହିଁ ଭଗବାନ ମୋତେ କେବେ ଡାକିବେ। ମୁଁ କେବଳ ତାଙ୍କ ଡାକକୁ ଅପେକ୍ଷା କରିଛି। କିନ୍ତୁ ମୋତେ ଲାଗୁଛି ତୁମେ ଏବଂ ତୁମର ପତ୍ନୀମାନେ ମୋ ଉପରେ ବିରକ୍ତ ହୋଇଗଲଣି। ବର୍ତ୍ତମାନ ଆମ ପାଇଁ ଏକାଠି ରହିବା କଷ୍ଟକର। ଘରେ ଅସୁବିଧା ଅଛି। ଘରେ ଶାନ୍ତି ବଜାୟ ରଖିବା ପ୍ରାଚୀନମାନଙ୍କର କର୍ତ୍ତବ୍ୟ। କିନ୍ତୁ ପ୍ରାଚୀନମାନଙ୍କର ଯତ୍ନ ନେବା ସାନମାନଙ୍କର କର୍ତ୍ତବ୍ୟ ନୁହେଁ କି? ନମିତା ଏବଂ ରଞ୍ଜିତା, ମୁଁ ତୁମ ଦୁହିଁଙ୍କୁ ପଚାରୁଛି। ତୁମେ ତୁମର ପିଲା ଏବଂ ସ୍ୱାମୀଙ୍କର ଯତ୍ନ ନିଅ। ତୁମେ ସେମାନଙ୍କ ପସନ୍ଦର ଖାଦ୍ୟ ରାନ୍ଧ। ତାହେଲେ ତୁମେ ତୁମର ବୃଦ୍ଧ ଶ୍ୱଶୁରଙ୍କୁ ଦିନକୁ 2 ଥର ଭୋଜନ ଦେବା ପାରିବ ନାହିଁ। ହଁ, ତୁମେ ନିଶ୍ଚୟ ଯନ୍ତ୍ରଣା ଅନୁଭବ କରୁଛ। ତେଣୁ ମୁଁ ମଧ୍ୟ ନିଷ୍ପତ୍ତି ନେଇଛି ବର୍ତ୍ତମାନ ଆମେ ଅଲଗା ହୋଇଯିବା। ଏହି ଘର ଏବଂ ଦୋକାନ ମୋର। ମୁଁ ଦୁଃଖିତ ଯେ ତୁମ ଭଳି 2 ପୁଅ ପାଳିବା ଅପେକ୍ଷା ଯଦି ମୁଁ ଏକ ପଶୁକୁ ପାଳିଥାନ୍ତି ଅନ୍ତତଃପକ୍ଷେ ସେ ବିଶ୍ୱସ୍ତ ହୋଇଥାନ୍ତେ। ତୁମେ ସମସ୍ତେ ନିଜ ପିଲା ଏବଂ ପତ୍ନୀକୁ ନେଇ ଗାଁରେ ଥିବା ଘରକୁ ଯାଅ। ତୁମମାନଙ୍କର ରକ୍ତ ଗରମ। ତୁମେ କିଛି ନା କିଛି କରି ଟଙ୍କା ରୋଜଗାର କରିପାରିବ, ଯାହା ଫଳରେ ତୁମେ ସମସ୍ତେ ଶାନ୍ତିରେ ବଞ୍ଚିପାରିବ ଏବଂ ମୁଁ ମଧ୍ୟ ଶାନ୍ତିରେ ବଞ୍ଚିପାରିବି। ବର୍ତ୍ତମାନ ମୁଁ ଦୈନିକ ଅପମାନକୁ ସହ୍ୟ କରିପାରିବି ନାହିଁ। ଯାହାର ଘରର ଛାତ ତଳେ ତୁମେ ସମସ୍ତେ ଆଶ୍ରୟ ନେଇଛ, ତୁମେ ସେ ସୃଷ୍ଟିକର୍ତ୍ତା ଏବଂ ରକ୍ଷକଙ୍କୁ ଅପମାନିତ କରୁଛ। ତୁମେ ଯେଉଁ ଦୋକାନରୁ ଖାଉଛ ତାହା ମୋର ପରିଶ୍ରମର ଫଳାଫଳ ଅଟେ ଏବଂ ସେହି ଦୋକାନର ମାଲିକକୁ ମଧ୍ୟ 2 ମୁଠା ଡାଲି ମିଳିଲା ନାହିଁ। ଏହା ତୁମ 2 ଜଣଙ୍କ ଅପେକ୍ଷା ଭଲ ହେବ ଯେ ମୁଁ ଦୋକାନରେ 2 ଜଣ ଚାକରଙ୍କୁ ନିଯୁକ୍ତି ଦେବି ଏବଂ ଆରାମରେ ବସି ବସି ଖାଇବି। ରମାକାନ୍ତ ବାବୁଙ୍କ କଥା ଶୁଣିବା ପରେ 4 ଜଣ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଭାବିଲେ ଯେ ବାପା ସରଳ ଏବଂ ଚୁପଚାପ ଘରୁ ଚାଲିଯିବେ। କିନ୍ତୁ ମନୋରମା ଦେବୀ ଜାଣିଥିଲେ ଯେ ରମାକାନ୍ତ ବାବୁ ତାଙ୍କ ବିୟୋଗ ପରେ ଏକୁଟିଆ ହୋଇଯିବେ। ତେଣୁ ସେ ଏକ ପ୍ରତିଜ୍ଞା ନେଇଥିଲେ। ରମାକାନ୍ତ ବାବୁ ସେହି ପ୍ରତିଜ୍ଞାକୁ ଲିଭାଉଥିଲେ। ରମଣ କହିଲା, ବାପା, ତୁମେ ଏହା କିପରି କହିପାରିବ? ଏହି ବୟସରେ ଆମେ କେଉଁଠିକୁ ଯିବୁ? ପିଲାମାନଙ୍କର ଫି ଏବଂ ଖାଦ୍ୟର ଖର୍ଚ୍ଚ ମଧ୍ୟ ଅଛି। ଆମେ ତୁମର ପୁଅ ବୋହୂ ଏବଂ ନାତି ନାତୁଣୀ। ଆମ ବିଷୟରେ ଗୋଟିଏ ମୁହୂର୍ତ୍ତ ପାଇଁ ଚିନ୍ତା ମଧ୍ୟ କଲ ନାହିଁ। ନମନ କହିଲା, ହଁ ବାପା, ଏହି ଘର ଏବଂ ଦୋକାନ ଆମର। ତୁମେ ଆମକୁ ଏଥିରୁ କିପରି ବାହାର କରିପାରିବ? ମୁଁ ଏବେ ବଞ୍ଚିଛି। ଏହିସବୁ ଉପରେ ମୋର ଅଧିକାର ଅଛି। ଯଦି ତୁମେ ସମସ୍ତେ ମୋର ଯତ୍ନ ନେଇପାରିବ ନାହିଁ ତେବେ ଏହି ଘରୁ ବାହାରି ଯାଅ ଏବଂ ତୁମର ବ୍ୟବସ୍ଥା କର। ତୁମମାନଙ୍କର ମଧ୍ୟ ସନ୍ତାନ ଅଛି। ଆସନ୍ତାକାଲି ତୁମେମାନେ ମଧ୍ୟ ବୃଦ୍ଧ ହୋଇଯିବ।
ଏବଂ ଯଦି ତୁମ ପିଲାମାନେ ମଧ୍ୟ ତୁମକୁ ଘରୁ ବାହାର କରିଦିଅନ୍ତି, ତେବେ ତୁମେ କିପରି ଅନୁଭବ କରିବ? ଅଭିଭାବକମାନେ ନିଜ ପିଲାମାନଙ୍କୁ ପାଳନ୍ତି, ବହୁ ଅର୍ଥ ଖର୍ଚ୍ଚ କରନ୍ତି ଏବଂ ଯଦି ସେମାନଙ୍କର ପିଲାମାନେ ବୃଦ୍ଧା ଅବସ୍ଥାରେ ସେମାନଙ୍କୁ ଦୁନିଆ କଥା କହି ଦିନକୁ 2 ଥର ଭୋଜନ ଦିଅନ୍ତିନି, ତେବେ ସେମାନଙ୍କର ହୃଦୟ କ'ଣ ହେବ? ମୋ ସ୍ଥାନରେ ନିଜକୁ ଦେଖ। ତୁମେ ସମସ୍ତେ ମୋ ପରି ବୃଦ୍ଧ ହେବାକୁ ଚାହୁଁଛ କି? ମୁଁ ଏବଂ ମନୋରମା ଏହି ସ୍ୱପ୍ନର ଘର ନିର୍ମାଣ କରିଥିଲୁ। ମୁଁ ଏହାକୁ କିପରି ଛାଡ଼ିପାରିବି? ମୋ ମନୋରମା ଏହି ଘରର ପ୍ରତ୍ୟେକ କୋଣରେ ରହିଛନ୍ତି। ତୁମେ ସମସ୍ତେ ମୋତେ ଏତେ ସହଜରେ ଏଠାରୁ ଚାଲିଯିବାକୁ କହିଛ। ମୋ ହୃଦୟରେ ଯନ୍ତ୍ରଣା ଏବଂ ଦୁଃଖ ବିଷୟରେ ତୁମର କୌଣସି ଧାରଣା ନାହିଁ। ରମଣ ଏବଂ ନମନଙ୍କ ଆଖି ଖୋଲିଗଲା। ନମିତା ଏବଂ ରଞ୍ଜିତା ମଧ୍ୟ ସେମାନଙ୍କ ଆଚରଣ ପାଇଁ ଲଜ୍ଜିତ ଅନୁଭବ କଲେ। ଉଭୟ ପୁଅ ଓ ବୋହୂ ସେମାନଙ୍କ ଆଚରଣ ପାଇଁ କ୍ଷମା ମାଗିଲେ ଏବଂ ଘରେ ରହିବାକୁ ଅନୁମତି ମାଗିଲେ। ରମାକାନ୍ତ ବାବୁ ହୃଦୟରେ ସରଳ ଥିଲେ ଏବଂ ସେମାନଙ୍କୁ କ୍ଷମା କରିଥିଲେ। ସେ ମଧ୍ୟ ଚେତାବନୀ ଦେଇଥିଲେ ଯେ ଯଦି ଉଭୟ ପୁଅ ଓ ବୋହୂ ତାଙ୍କର ଯତ୍ନ ନେଇପାରିବେ ନାହିଁ, ତେବେ ସେ ଯେକୌଣସି ସମୟରେ ଘରୁ ବାହାରି ଯାଇପାରିବେ। ରମଣ, ନମନ, ନମିତା ଏବଂ ରଞ୍ଜିତା ସେମାନଙ୍କର ଭୁଲକୁ ବୁଝିପାରିଥିଲେ। ବର୍ତ୍ତମାନ ସେମାନେ ସମସ୍ତେ ରମାକାନ୍ତ ବାବୁଙ୍କର ଭଲ ଯତ୍ନ ନେବା ଆରମ୍ଭ କଲେ। ବନ୍ଧୁଗଣ, ପିତାମାତାମାନେ ସେମାନଙ୍କର ପିଲାମାନଙ୍କୁ ଛୋଟରୁ ବଡ଼ କରନ୍ତି, କିନ୍ତୁ ପିଲାମାନେ ସେମାନଙ୍କ ପିତାମାତାଙ୍କୁ କିଛି ବର୍ଷ ପର୍ଯ୍ୟନ୍ତ ରଖିବାକୁ ସକ୍ଷମ ନୁହନ୍ତି। ବୟୋଜ୍ୟେଷ୍ଠମାନେ ମଧ୍ୟ ସେମାନଙ୍କର ଯତ୍ନ ନେବା ଉଚିତ। ସେମାନେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସମ୍ପତ୍ତି ଏବଂ ଅର୍ଥ ଉପରେ ସେମାନଙ୍କର ଅଧିକାର ବଜାୟ ରଖିବା ଉଚିତ।